ସାଇକୋଲୋଜି କହିଥାଏ ଯଦି କୌଣସି ସୁନ୍ଦରୀ ବିଧବା ମହିଳା ଆପଣଙ୍କ ସହିତ ସମ୍ଭୋଗ କରିବାକୁ ଚାହୁଁଛନ୍ତି, ଏହି ଦୁଇ ଖରାପ ବ୍ୟବହାର ଆପଣଙ୍କ ସହିତ କରିଥାନ୍ତି। ତାହା ହେଉଛି ପ୍ରଥମତଃ ଆପଣଙ୍କ ସହିତ ଫ୍ରେଣ୍ଡସିପ୍ କରିବେ, ତାପରେ ଥଟ୍ଟା ମଜାରେ ରୋମାଣ୍ଟିକ୍ ଓ ସେକ୍ସ ଟାଇପ୍ର କଥା ହେବେ ଓ କଥା ହେବା ସମୟରେ ଆପଣଙ୍କୁ ଦେଖାଇ ନିଜ ସ୍ତନକୁ ବାରମ୍ବାର ଟଚ୍ କରିବେ। ଏହି ଖରାପ ଇସାରାରୁ ବୁଝିଯାଆନ୍ତୁ କି ସେ ଆପଣଙ୍କ ସହିତ ମଜା ନେବାକୁ ଚାହୁଁଛନ୍ତି, ତେବେ ସେହି ସମୟରେ ତୁରନ୍ତ ଜାବୁଡ଼ି ଧରି ଗେହି ଦିଅନ୍ତୁ। ସାଇକୋଲୋଜି କହିଥାଏ 100ରୁ 2 ଜଣ ଏମିତି ମହିଳା ଥାଆନ୍ତି ଯେଉଁମାନଙ୍କ ପାଖରେ ଗୋଟିଏ ଅତିରିକ୍ତ ସ୍ତନ ବି ଥାଏ। ଏହାର ମାନେ ହେଉଛି 3ଟି ସ୍ତନ ଥାଏ। ସାଇକୋଲୋଜି କହିଥାଏ କଲେଜ ସମୟରେ ଯେଉଁ ପୁଅମାନେ ସେକ୍ସରେ ଲିପ୍ତ ରହିଥାନ୍ତି ସେମାନେ ମୁଖ୍ୟତଃ ଡିପ୍ରେସନକୁ ଚାଲି ଯାଇଥାନ୍ତି, କିନ୍ତୁ ସେକ୍ସ କରୁନଥିବା ବିଦ୍ୟାର୍ଥୀ ନର୍ମାଲ ରହିଥାନ୍ତି। ସାଇକୋଲୋଜି କହିଥାଏ ଯେକୌଣସି କପଲ ମାନଙ୍କର ବ୍ରେକଅପ୍ ସେତେବେଳେ ହୋଇଥାଏ ଯେତେବେଳେ ତାଙ୍କ ଭିତରୁ କେହି ଜଣେ ତୃତୀୟ ବ୍ୟକ୍ତିର କଥାକୁ ଗୁରୁତ୍ୱ ଦିଆଯାଇଥାଏ। ସାଇକୋଲୋଜି କହିଥାଏ ଯେଉଁ ଝିଅମାନେ ନିଜ ବାପାଙ୍କ ଉପରେ ଅଧିକ ଭରସା କରିଥାନ୍ତି ସେମାନେ ନିଜ ବୟଫ୍ରେଣ୍ଡକୁ ବହୁତ ଭଲ ପାଇବା ଦେବା ସହିତ ତାଙ୍କ ଉପରେ ଅଧିକ ବିଶ୍ୱାସ କରିଥାନ୍ତି। ସାଇକୋଲୋଜି କହିଥାଏ ସିଗାରେଟ୍ ପିଉଥିବା ଲୋକମାନଙ୍କ ତୁଳନାରେ ସିଗାରେଟ୍ ପିଉନଥିବା ଲୋକମାନଙ୍କ ଭିତରେ ସେକ୍ସର ଇଚ୍ଛା, ଆନନ୍ଦ ଓ ସନ୍ତୁଷ୍ଟି ଅଧିକ ଥାଏ। ସାଇକୋଲୋଜି କହିଥାଏ ସେକ୍ସ କରିବା ସମୟରେ ମହିଳାମାନଙ୍କର ସ୍ତନ ଓ ଯୋନି ବ୍ୟତୀତ ନାକର ଭିତର ଭାଗ ବି ଫୁଲି ଯାଇଥାଏ। ସାଇକୋଲୋଜି କହିଥାଏ କେବେ ବି ଏହା ଭାବନ୍ତୁ ନାହିଁ କି ଟଙ୍କା ସବୁକିଛି କରିପାରିବ, ନଚେତ୍ ଆପଣ ଟଙ୍କା ପାଇଁ ସବୁକିଛି କରିବାକୁ ଲାଗିଯିବେ। ସାଇକୋଲୋଜି କହିଥାଏ ମନୁଷ୍ୟ ନିଜ ଜୀବନରେ ଭୁଲ କରି ସେତିକି ଦୁଃଖୀ ହୋଇନଥାଏ ଯେତିକି ସେ ସେହି ଭୁଲକୁ ଭାବି ଭାବି ଦୁଃଖୀ ହୋଇଥାଏ। ସାଇକୋଲୋଜି କହିଥାଏ ଅଧିକାଂଶ ଲୋକମାନେ ସେହି ବ୍ୟକ୍ତିକୁ ବହୁତ ଜଲ୍ଦି ରିପ୍ଲାଏ ଦେଇଥାନ୍ତି ଯେଉଁମାନଙ୍କୁ ସେ ହୃଦୟରୁ ପସନ୍ଦ କରିଥାନ୍ତି। ସାଇକୋଲୋଜି କହିଥାଏ ସୁନ୍ଦର ବା କ୍ୟୁଟ୍ ଦେଖାଯାଉଥିବା ପିଲାମାନଙ୍କୁ ସ୍କୁଲରେ ବାକି ପିଲାମାନଙ୍କ ତୁଳନାରେ କମ୍ ଦଣ୍ଡ ମିଳିଥାଏ। ସାଇକୋଲୋଜି କହିଥାଏ ଯଦି ଆପଣ କୌଣସି ଝିଅର ଡ୍ରେସ୍ ପିନ୍ଧିବାକୁ ଦେଖି ମଜାକ ଉଡ଼ାଉଥାନ୍ତି ତେବେ ସେ ସେହି ଲୋକମାନଙ୍କୁ ଜମାରୁ ପସନ୍ଦ କରିନଥାନ୍ତି।